ଆଉ ବହୁତ ଦିନ ପରେ ଗାଁକୁ ଆସିଲୁ। ଆଉ ଆମେ ତ ଗରିବ ଲୋକ, ବେଶୀ କିଛି ନାହିଁ। କଣ କଣ ଆଇଟମ ହେଇଛି, ଦେଶୀ ଆଇଟମ ସବୁ ଦେଖେଇଦେବି। ଦେଖନ୍ତୁ, ଏଇଟା ରହିଲା ପିତା ଶାଗ, ଏଇଟା ରହିଲା ବଥୁଆ ଶାଗ, କଲରା ଆଳୁ ଭଜା, ଏଇଟା ରହିଲା ମୂର୍ତ୍ତି ଶାଗ ବାଇଗଣ ଦେଇ ଭଜା ହେଇଛି। ଆଉ ଏଇଟା ଆମର ରହୁଛି କଖାରୁ ଡଙ୍କ ରାଇ, ମାନେ ଦେଖୁଛନ୍ତି ବଢି ବିରି ବଢି ହରିଆ ଦିଆ ହେଇଛି, ସାରୁ ବି ପଡିଛି। ସାରୁ ବି ପଡିଛି। ଆଉ ଏଇଟା ରହିଲା ଆମର କଖାରୁ ଫୁଲରେ ପିଠଉ, ଆଉ ଏଇଟା ରହିଲା କଲରା ପତ୍ରର ପିଠଉ, ଆଉ ଏଇଟା କଲରାରେ ହେଇଛି। ଆଉ ଏଇଟା ରହିଲା ଡାଲମା। କଖାରୁ ପଖାରୁ ପଡି ଗୋଟେ ମାନେ ଦେଶୀ ଡାଲମା। ସୋମବାର ମାନେ ନା ପୁରା ଅଲଗା ପ୍ରକାର। ଆଉ ଉଷୁନା ଭାତ। ଆଉ ଏବେ ଖାଇବା କେମିତି ଲାଗୁଛି, ବହୁତ ଦିନ ପରେ ଏସବୁ ଖାଇବା ଏଟା ଟାଉନରେ ପାଇବେନି। ଡାଲମାଟା କିନ୍ତୁ ମସ୍ତ ହେଇଛି। ଆଗ ମୂର୍ତ୍ତି ଶାଗରୁ, କାହିଁ କହିଲେ ମୂର୍ତ୍ତି ଶାଗ ଟିକେ ଖଟା ଖଟା ଲାଗେ। ମୋ ଫେଭରାଇଟ କଖାରୁ ଡଙ୍କ ଶାଗଟା ଖାଲି ଦେଖିଲୁ। ଏଇଟା ହେଲା ପିତା ଶାଗ। ଆଜି ଘରେ ସବୁ ପତ୍ରର ପୁରା ମାନେ ଯାହା ପାଇଛି ପତ୍ର ଶାଗ ସବୁ। ଆଜି ସବୁ ପତ୍ର। ନାଇଁ ଗୋଟେ ଜିନିଷ ମୁଁ କହିବି, ଆପଣ କମେଣ୍ଟ କରିଥିଲେ ଯେ ସତରେ କଣ ଚୁଡ଼ା ଗୁଡ ଖାଆନ୍ତି, ଏବେ ଆପଣଙ୍କର ବିଶ୍ୱାସ ହେଲା ତ? ଦେଶୀ ଛୁଆ ମାନେ ଦେଶୀ ଖାଇବା ଖାଇବୁ, ଆଉ କିଛି ନାହିଁ। ଆମେ ତ ଗରିବ ଆଉ। ଆମେ ତ ଗରିବ ଲୋକ, ଆଉ କଣ ଖାଇପାରିବୁ।